ଦୁଃଖ ଲାଗୁଛି ବାବୁ ଯେ ସୁଧାକର ବୁର୍ଗୀ ସିଏ ନୂଆ ଚେୟାରମ୍ୟାନ ହେଇଛନ୍ତି। ଆଗରୁ କଣ ଇନଚାର୍ଜ ପୋଷ୍ଟରେ ଥିଲେ, ନୂଆ ବର୍ଷ ନୂଆ ଚେୟାରମ୍ୟାନ। ତାଙ୍କୁ ନୂଆ ବର୍ଷଟା ତାଙ୍କ ପାଇଁ ଗୋଟେ ଆରାମଦାୟକ ହେଲା, କାରଣ ନୂଆ ପଦବୀ ମିଳିଲା। ନିରୀହ ପିଲା ଗୁଡ଼ିକ, ଗରିବ ଖଟିଖିଆ ମୂଲିଆ ମଜୁରିଆ ପିଲା, ଭାରି କଷ୍ଟରେ ପରୀକ୍ଷା ଦେଇଛନ୍ତି, ଆସିଛନ୍ତି। ତାଙ୍କର ଡିଭିଟା କାହିଁ ପରିପ୍ରକାଶ ହେଇପାରୁନି। ତାଙ୍କ ରେଜଲ୍ଟଟା ବାହାରିଲେ ଡକୁମେଣ୍ଟ ଭେରିଫିକେସନ ହବ। ଏ ଜିନିଷ ଆଜି ପର୍ଯ୍ୟନ୍ତ 6 ଦିନ ହେଇଗଲା ପିଲା ଅଫିସ ଆଗରେ ବସିଛନ୍ତି ଯେ ଆମକୁ ଟିକେ ବୁର୍ଗୀ ବାବୁଙ୍କ ସହ ଦେଖା କରେଇଦିଅ। ସେ ବୁର୍ଗୀ ବାବୁ ଦେଖା କରେଇ ଦଉନାହାନ୍ତି। ମୋହନ ମାଝୀ ବୁଲି ବୁଲି ସାରା ଓଡିଶା କହିବେ ଯେ ମୁଁ ହଉଛି ଲୋକଙ୍କର ମୁଖ୍ୟମନ୍ତ୍ରୀ, ସରକାର ଲୋକଙ୍କ ସରକାର। କିନ୍ତୁ ଦେଖିଲା ବେଳକୁ ପିଲା 30ଟା ଦେଖା କରିପାରିବେନି ବୁର୍ଗୀ ବାବୁଙ୍କ ସାଙ୍ଗରେ। 100 ପିଲା ଏଠି ଆସି 6 ଦିନ ବସିଛନ୍ତି। ପିଲାଙ୍କର ଇଣ୍ଟେନସନ ନାହିଁ ଯେ ଏଠି ହରତାଳ କରିବା, ଏଠି ଧାରଣା ଦେବା, ଏଠି ଲ ଆଣ୍ଡ ଅର୍ଡର ସିଚୁଏସନ କ୍ରିଏଟ କରିବା। ପିଲାଙ୍କର ଇଣ୍ଟେନସନ ହଉଛି ଆମେ ଖାଲି ଆସିବୁ ପଚାରିବୁ। 20 ଦିନ ହେଲାଣି ଆପଣ କମିଟମେଣ୍ଟ କରିଥିଲେ ଏଇ ଦିନ ନୋଟିଫିକେସନ ବାହାର କରିବେ, ଏଇ ଦିନ ଆପଣ ଡିବି ପାଇଁ ନୋଟିଫିକେସନ ଦେବେ। କାହିଁକି ଆପଣଙ୍କର ବିଳମ୍ବ ହଉଛି? ଆପଣଙ୍କର ବିଳମ୍ବ ପଛରେ କାହାର ହାତ ଅଛି? ଆମକୁ ସନ୍ଦେହ ହଉଛି ଯେ ଆପଣଙ୍କ ବିଳମ୍ବ ପଛରେ କରପସନ, ଶଙ୍କର ପୃଷ୍ଟି ଏକ୍ସେଟ୍ରା ଏକ୍ସେଟ୍ରା ଅଛନ୍ତି ନା ନାହିଁ। ଏତିକି କଥା କୋଉଠି ନା କୋଉଠି 4.5 କୋଟି ଓଡିଆଙ୍କୁ ଅନୁଭୂତ ହଉଛି ଯେ ଶଙ୍କର ପୃଷ୍ଟି ଜାଲରେ ମଧ୍ୟ ଏ ବାବୁ ଅଛନ୍ତି ସୁଧାକର ବୁର୍ଗୀ। ସୁଧାକର ବୁର୍ଗୀ ଡକୁମେଣ୍ଟ ଭେରିଫିକେସନ ଲେଟ୍ କରୁଛନ୍ତି, କାରଣ ଚଞ୍ଚକତା ସୃଷ୍ଟି କରି ଏଠି ଚାକିରି ବିକ୍ରି କରିବେ। କିନ୍ତୁ ଆମେ ଆପଣଙ୍କୁ କହି ରଖିବା ପାଇଁ ଚାହୁଁ, ଏଇ ଚାକିରି ବିକ୍ରି କରିକି ଜଣଙ୍କର ଗଲା ଅଭୟଙ୍କର, ଏହାପରେ ଆସିଲେ ସୁଧାକର ବୁର୍ଗୀ। ଆମେ ତାଙ୍କୁ ଅନୁରୋଧ କରୁଛୁ ଆପଣ ଚାକିରି ବିକ୍ରିରୁ ନିବୃତ୍ତ ରୁହନ୍ତୁ। ପିଲାଙ୍କୁ ଯେତେ ଶୀଘ୍ର ପାରୁଛନ୍ତି ତାଙ୍କୁ ଡିବିର ଡେଟ୍ ଦିଅନ୍ତୁ, ପିଲା ଯିବେ ଡକୁମେଣ୍ଟ ଭେରିଫିକେସନ କରିବେ। ଏ ବାବଦରେ ମୁଁ ମଧ୍ୟ ବାବୁଙ୍କୁ କଲ୍ କରିଥିଲି, ବୁର୍ଗୀ ସାର୍ଙ୍କୁ। ମୁଁ କହିଲି ଆଜ୍ଞା କଣ ଅସୁବିଧା ହେଇଛି? ସେ କଥା ହେବାକୁ ନାରାଜ, ସେ ଖାଲି ଏକ୍ସକ୍ୟୁଜ ଦଉଛନ୍ତି ଆମେ କରିଦବୁ। ମୁଁ କହିଲି ଆପଣ ଟିକେ ପିଲାଙ୍କ କଥା ଶୁଣନ୍ତୁ। ମୋହନ ମାଝୀ ସରକାର ଆଇଲା ପରେ ମୋହନ ମାଝୀ ଭାରି ଜୋରେ ଛାତି ପିଟି ଢିନିବ ବାଡେଇ ଡବଲ ଇଞ୍ଜିନ ସରକାର, ଆପଣଙ୍କ ସରକାର, ଲୋକଙ୍କ ସରକାର, ଗରିବ ଖଟିଖିଆଙ୍କ ସରକାର, ଆଦିବାସୀ ଲୋକ ଏତେ ବାସ୍ଫୋଟ ମାରୁଛନ୍ତି। ଆପଣ ଏଠି ଦେଖିଲା ବେଳକୁ ଆପଣଙ୍କର ଟଲରେନ୍ସ ଜିରୋ, ପରଫର୍ମାନ୍ସ ଜିରୋ। ଆପଣ କରୁଛନ୍ତି କଣ? କାହିଁକି ପିଲା 6 ଦିନ ବାହାରେ ବସିବେ? ମୋହନ ମାଝୀ କହିଲେ ଯେ ଯେତେ ଗରିବ ଖଟିଖିଆ ହେଇଛନ୍ତି ତାଙ୍କୁ କୁକୁର ମାଙ୍କଡ ଭଳି ବ୍ୟବହାର କର। କୋଉ ଡିଷ୍ଟ୍ରିକ୍ଟ ପାୱାର ଥିଲା ତମ ପାଖରେ? ତମେ କାହିଁକି ସେ ପିଲାଙ୍କ ଲାଟ୍ରିନ୍ ବାଥରୁମ ବନ୍ଦ କରିଛ? ପିଲା ଆସିଛନ୍ତି ଗ୍ରିଭାନ୍ସ ସେଲରେ କଥା ହେବେ, ତମେ ଗ୍ରିଭାନ୍ସ ସେଲ ଲାଟ୍ରିନ୍ ବାଥରୁମ ବନ୍ଦ କରିଦେବ? ଏତେ କାଳ ବୁର୍ଗୀଙ୍କର ଆମ ଷ୍ଟାଣ୍ଡ ପିଲାଙ୍କ ସପକ୍ଷରେ। ପିଲାଙ୍କୁ ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଆମେ ପିଲାଙ୍କ ସାଙ୍ଗରେ ଛିଡା ହେବୁ, ପିଲାଙ୍କ ପାଇଁ ଲଢିବୁ। ପ୍ରତ୍ୟେକଟି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଆବଶ୍ୟକତା ପଡ଼ିଲେ ପ୍ରଶ୍ନ ପଚରାଯିବ। କିନ୍ତୁ ବୁର୍ଗୀ ମହାଶୟଙ୍କର ଦେଖା ଦର୍ଶନ ମିଳୁନି। ଆପଣ ଟିକେ ତାଙ୍କୁ ଯାଆନ୍ତୁ ପଚାରିବେ ଯେ ବୁର୍ଗୀଙ୍କର ପରଫର୍ମାନ୍ସ କଣ 6 ଦିନ ହେଲାଣି। ପିଲା ଗୁଡିକ ନିରୀହ ପିଲା ଗୁଡାକ ଶୀତ କାକର ରାତିରେ 10 ଡିଗ୍ରୀ 11 ଡିଗ୍ରୀ ଟେମ୍ପରେଚର, ପିଲା ବସୁଛନ୍ତି ଶୋଉଛନ୍ତି ଶୀତ କାକରରେ। ଝିଅ ପିଲାଙ୍କୁ ପ୍ରୋଟେକ୍ସନ ଦେଇପାରୁନି ଗଭର୍ଣ୍ଣମେଣ୍ଟ। ରାତି ପାଇଲେ ଯୋଉ ରେଟରେ ବଳାତ୍କାର ବଢୁଛି, ଏଠି ଝିଅ ପିଲା ଗୁଡାକ ରାସ୍ତାରେ ଶୋଇଛନ୍ତି। ୟା ପରେ ରେସ୍ପନ୍ସିବିଲିଟି କିଏ ନେବ? ଝିଅ ପିଲା ଗୁଡାକ ରାସ୍ତାରେ ଶୋଇଛନ୍ତି ବୋଲିକି ବୁର୍ଗୀ ବାବୁଙ୍କୁ ପଚରା ଯିବା ଉଚିତ। ଏବଂ ବୁର୍ଗୀ ଉପରେ ଆକ୍ସନ କଣ ହଉନି ମୁଁ ଜାଣିପାରୁନି। यार ଭିତରେ ତାଙ୍କୁ ପ୍ରମୋସନ ଦେଇଦେଲେଣି ମୋହନ ମାଝୀଙ୍କର ପରଫର୍ମାନ୍ସ କଣ ଏଇଆ ଯେ ଡବଲ ଇଞ୍ଜିନ ସରକାରରେ ଯେ ଜଣଙ୍କର ପରଫର୍ମାନ୍ସ ଏଇଆ ପରେ ତାକୁ ଆପଣ ଚାକିରିରୁ ବରଖାସ୍ତ କରିବେ କଣ, ତାକୁ ପ୍ରମୋସନ ଦଉଛନ୍ତି? ଏ ଜିନିଷ ମୋହନ ମାଝୀ ପ୍ରଶ୍ନ ପଚରାଯିବ। କିଛି ଆଜି ପର୍ଯ୍ୟନ୍ତ ଟଙ୍କାଟାରେ ଚାକିରି ମୋହନ ମାଝୀ ଦେଇନାହାନ୍ତି। ଏ ଚାକିରି ହଉଛି ଗୋଟେ ସାଇକ୍ଲିକ ପ୍ରୋସେସ। ଆପଣଙ୍କର ଆଜି ବି 1.5 ଲକ୍ଷ ପଦବୀ ଫାଙ୍କା ପଡିଛି। ସେ ଫାଙ୍କା ପଦବୀକୁ ଏମାନେ ଆଜି ପର୍ଯ୍ୟନ୍ତ ଫିଲଅପ କରିବା ପାଇଁ 1.5 ବର୍ଷ 2 ବର୍ଷ ଭିତରେ ସିଙ୍ଗଲ ନୋଟିଫିକେସନ ବାହାରି ପାରିଲା ନାହିଁ। ଇଏ ଯାହା ଥିଲା ବିଗତ ପୂର୍ବ ସରକାର ଆମେ ରାଜରାସ୍ତାକୁ ଆସି ଆନ୍ଦୋଳନ କରିଥିଲୁ ବୋଲିକି ଏବଂ ପିଲାମାନେ ରାଜରାସ୍ତାକୁ ଆସି ଆନ୍ଦୋଳନ କରିଥିଲେ ବୋଲି ଏ ବିଜ୍ଞପ୍ତି ବାହାରିଥିଲା। ସେଗୁଡାକ ଚାକିରି ଦିଆଯାଉଛି। ଆଜି ପର୍ଯ୍ୟନ୍ତ ଆମେ ଏଇ ଜିନିଷ ଦେଖୁଥିଲୁ। ଗଲା ଥରକ ଅଭୟ ପାଖରେ ଯିଏ ଥିଲେ ଓଏସିସି ର ଚେୟାରମ୍ୟାନ, ତାଙ୍କର ପରଫର୍ମାନ୍ସ ଖରାପ ବୋଲିକି ତାପରେ ବିଦା କରାଯାଇ ପୁଣି ଆଉ ଗୋଟେ
ମାନେ କୁମ୍ଭୀରକୁ ବିଦା କରି ଗୋଟେ ବାଘଟାକୁ ଆଣିଛନ୍ତି ଯେ ସର୍ବସ୍ୱ ଖାଇଦବ ପିଲାଙ୍କର ଭବିଷ୍ୟତ ନଷ୍ଟ କରିଦଉଛି।